ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ନୂଆପଡ଼ା ଜିଲ୍ଲା ସଦର ସିନାପାଲି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ। ପ୍ରଥମେ ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀଜୀ ଓ ବିଜୁ ବାବୁଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ବାହାରି ସିନାପାଲି ସହର ପରିଭ୍ରମଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ 13 ନମ୍ବର ଜୋନ୍, ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ କଟା 12 ନମ୍ବର ଜୋନ୍, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଚିତ୍ତରଞ୍ଜନ ବେହେରା, ବିଜେଡି ବ୍ଲକ ସଭାପତି ଗରୁଡ଼ଧ୍ୱଜ ବେହେରା, ମନ୍ଦାକିନୀ ବାଘେଲ, ବିନୋଦିନୀ କାଣ୍ଡ, ସରସ୍ୱତୀ ବାଗ, ମନୀଷ କୁମାର ପଟେଲ, ହୀରାଧର ମେହେର, ଶେଫାଳି ସାଲମା, ଆଫତାବ ଖାନ, ଦୈତାରୀ ମେହେର, ଜୟପାଲ ନାଗ, ନରେଶ ସୁନାନୀଙ୍କ ସମେତ ଅଞ୍ଚଳର ଅନେକ ବିଜେଡି କର୍ମୀ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ଖଡ଼ିଆଳ ବିଧାୟକ ବର୍ତ୍ତମାନ କୌଣସି ସରକାରୀ କାର୍ଯ୍ୟକଳାପ ଉପରେ ଖୁବ୍ ବର୍ଷିଥିଲେ। ଏ ସରକାର ମିଛୁଆ ସରକାର କଥା ଦେଇ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି କହିଥିଲେ। ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା 300ଟି ୟୁନିଟ୍ ମାଗଣା ବିଜୁଳି, ବାର୍ଦ୍ଧକ୍ୟ ଭତ୍ତା 3000 ଟଙ୍କା, ହେଲେ ପ୍ରତିଶ୍ରୁତି ପାଳନ କରିନାହିଁ କହିଛନ୍ତି ବିଧାୟକ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରୁ ଚିନ୍ତାମଣି ନେତାମଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।